ବୋହୂ ପିଲା ବି ଆମର ନର୍ସିଂ ଅଫିସର। ତେଣୁ ମୁଁ ଦେଖିଲି ମୁଁ ୟାକୁ କିଛି ଆଉ ଦେଖିବା ଦରକାର ନାହିଁ, ମୁଁ ନେଇକି ପଳଉଛି। ସେ ଡାକ୍ତର ଡାକିଲେ ଆପଣ ପ୍ରେସକ୍ରିପସନ ଲେଖାଇନି କାଇଁ ପଳେଇଲେ। ମୁଁ ଗଲି, ମୁଁ କହିଲି ହଉ କଣ ଲେଖିବେ ଲେଖନ୍ତୁ ହେଲେ। ତାପରେ ମତେ ସିଧାସଳଖ କହିଲେ ଆପଣ ଆମିଷ ଖାଉଛନ୍ତି କି? ସିଧାସଳଖ କୋଶ୍ଚିନ୍ ଆମିଷ। ମୁଁ କହିଲି ହଁ ମୁଁ ନା ଆପଣ ଆମିଷ ଛୁଇଁବେନି। ମୁଁ କହିଲି ମୁଁ ଆମିଷ ଖାଇବି, ମୁଁ ଜଣେ ପ୍ରଫେସରଙ୍କଠୁ ମୁଁ ବର୍ତ୍ତମାନ କୋଚିଂ ନଉଛି, ମୁଁ ଆମିଷ ହିଁ ଖାଇବି। ସିଏ ମୁଁ ଆଚ୍ଛା ଶୁଣିଲି ଯେ ସେ ଜୟଗୁରୁ ବାଲା ମୋର ଜଣେ ସାଙ୍ଗ ହାତରେ କଥାବାର୍ତ୍ତା ହେଲେ, ଆଉ ଆପଣଙ୍କ ତ ବହୁତ ବଢିଯିବ। ତାଙ୍କ ପାଖରେ ଜଣେ ପବ୍ଲିକ ଯୋଉ ପ୍ରୋସିକ୍ୟୁଟର ଜଣେ ଥିଲେ, ସିଏ କୁହନ୍ତି ଆପଣଙ୍କର କଣ ପାଇଁ କୋଚିଂ ନଉଛନ୍ତି, ଆପଣ ଏଇଠି ଡାକ୍ତର ନାହାନ୍ତି? ମୁଁ କହିଲି ଆପଣ ଡାକ୍ତର ଥାଆନ୍ତୁ କି ନଥାନ୍ତୁ, ମୋର ବିଶ୍ୱାସ ହେଲା ମୁଁ ନେଲି। ଆପଣଙ୍କର କଣ ଅସୁବିଧା ହେଲା? ସେ ଯେତେବେଳେ ପୁରା ଚଢି ଚଢି ମୋ ଉପରେ ଚାଲିଲେ, ବାରମ୍ବାର କହିଲେ ନାଇଁ ଆପଣ ଖାଇବାକୁ ପଡିବନି, ଆପଣ କଣ ଡାକ୍ତର କଣ ଠାକୁରଙ୍କଠୁ ବଡ? ମୁଁ ସେ ଠାକୁର ଠାକୁର ୱାର୍ଡ ଶୁଣିଲା ପରେ ମୁଁ କହିଲି କିଛି ଗୋଟେ ଦୀକ୍ଷା ଦୀକ୍ଷା ଇଏ। ତାପରେ ଆଚ୍ଛା ମୋ ସାଙ୍ଗ ଜଣେ ସାଙ୍ଗେ ସାଙ୍ଗେ ମୋର ଶୁଣିକି ସେ ଫଲୋ କରୁଛନ୍ତି ପ୍ରୋଟୋକଲ। ସିଏ କହିଲେ ମ୍ୟାଡାମ ମୁଁ ଗୋଟେ ମାସରେ ମୋର 10 କେଜି ୱେଟ୍ ଲସ୍ କରିଛି। ମୁଁ 101 ରୁ ବର୍ତ୍ତମାନ 91 ହେଇଛି ମୁଁ। ହୁଁ ମୋର କହିଲି ସିଏ, ମୁଁ କହିଲି ସିଏ ବି ଡାଇବେଟିସରେ ବର୍ତ୍ତମାନ ସିଏ ବର୍ତ୍ତମାନ ନର୍ମାଲ, ମୁଁ ନର୍ମାଲ ତଳେ ଅଛି। ଆଉ ଏମାନେ ସବୁ ମୋ ସାଙ୍ଗ ସବୁ ଯାକ ରିଟାୟାର୍ଡ କରିକି ଆମେ ସବୁ ଯାକ ସାଙ୍ଗ ଅଛୁ ଏଠି ଏକାଠି। ଆପଣ କାହିଁକି ଏମିତି କଣ ପାଇଁ ଆପଣ ରାଗୁଛନ୍ତି କଣ? ମୁଁ କହିଲି ମୁଁ ରାଗୁନି। ଆପଣ କଣ କହିବାର ଅଛି ଆପଣ? ମୁଁ ଜଣକୁ ଗୋଟେ ବିଶ୍ୱାସ କରୁଛି, ଜଣେ ଡାକ୍ତର, ସିଏ ହିଁ ପ୍ରଫେସର ଆଜ୍ଞା, ମେଡିକାଲ କଲେଜର ପ୍ରଫେସର। ସିଏ ବର୍ତ୍ତମାନ ଆମର ରୋଗୀ ସେବାରେ ଲାଗିଛନ୍ତି। ସିଏ ତାଙ୍କୁ କହିଲେ କୋଉଠାରେ? ମୁଁ କହିଲି କୋଉଠାରେ ଜନ୍ମ? ଭୁବନେଶ୍ୱର ଅଛନ୍ତି ତାଙ୍କେ। ସେ କହିଲେ ସେ ବଲାଙ୍ଗୀର ମେଡିକାଲ କଲେଜରୁ ସେ ବର୍ତ୍ତମାନ ପ୍ରଫେସର ଥିଲେ, ଆପଣ ଡାକ୍ତରଙ୍କୁ ବି ପାଠ ପଢିଛନ୍ତି। ସେ ଯେତିକି ପାରିଲେ ମୁଁ ତାଙ୍କୁ କଲି, ମୁଁ କହିଲି ଆପଣ କଣ ଲେଖିବାର ଅଛି ଲେଖନ୍ତୁ, ମତେ ମୋ କାଗଜଟି ଦେଇଦିଅନ୍ତୁ। ଦେଲା ପରେ ମୁଁ ଆସିଲା ପରେ ମୋର ଆଉ ଜଣେ ରିଟାୟାର୍ଡ ସାଙ୍ଗ, ସିଏ ବି ସେମିତି, ଆମେ ବି ଏଜୁକେସନରେ ଥିଲୁ, ସିଏ ବି ଏଜୁକେସନ ଥିଲେ। ତାଙ୍କୁ ଯେତେବେଳେ କହିଲେ ସେ ଜୟଗୁରୁ, ମୁଁ କହିଲି ମୂଳଟା ଏଠେଇ, ମୂଳଟା ଏଠେଇ। ଆମେ ସିଧା ସଳଖ ମୁଁ ତାଙ୍କୁ କହିଲି, ମୁଁ କହିଲି ସେ ସାଙ୍ଗଙ୍କୁ କହିଲେ, ସାଙ୍ଗ ନାଁ କଣ? ନା ସମ୍ ଦଳେଇ କହିଲେ। ମୁଁ କହିଲି ତାଙ୍କୁ ଟିକେ ଦେଖିଲେ ଆଉଥରେ କହିଦେବେ। କହିଲେ ସିଏ ସାରେ ବି ଗୋଟେ ଗାଁର ଆମେ ଗୋଟେ ଦି ଭାଇ, ଗୋଟେ ସାଙ୍ଗ, ଗୋଟେ ଭାଇ, ଗୋଟେ ଗାଁର ଆମେ। ତାକୁ ଟିକେ ଏତେ କଥା କଣ? ତାଙ୍କର ବିଶ୍ୱାସ ହେଇଛି, ସିଏ କରୁଛନ୍ତି, ସିଏ ବର୍ତ୍ତମାନ ନର୍ମାଲରେ ଅଛନ୍ତି। ନା ଆପଣ ଘିଅ ଖାଇବେନି, ଏଇ ଯୋଉ ମାଛ ମାଂସ ଅଣ୍ଡା ଛୁଇଁବେନି, ଆନିମଲ ପ୍ରୋଟିନ ଗୁଡାକ ଭେରି ଡେଞ୍ଜରିୟସ୍। ମୁଁ କହିଲି ଆଜ୍ଞା ମୁଁ କେବଳ ଆନିମଲ ପ୍ରୋଟିନ ଖାଇବି, ଆଉ ହେଲ୍ଦି ଫ୍ୟାଟ ଖାଇକି ହିଁ ଅଛି, ଆଉ ଖାଇବି। Very good. Very ହଁ good. Wow, ଏତିକି wonderful. ତାଙ୍କ, ହଁ ସାର୍, Wonderful ତାଙ୍କୁ reply. ସେଥିରେ ବହୁତ ଉତ୍ତର ଦେଇଛି, ବହୁତ ଉତ୍ତର ଦେଇଛି। ମୁଁ ନାଇଁ, ଆର୍ଗୁମେଣ୍ଟ କଲି, ଶୁଣନ୍ତୁ ମୋ ଆପଣଙ୍କ ସାଙ୍ଗ। ନଲେଜ ଥିଲା ବୋଲି ସିନା ଆପଣ ଉତ୍ତର ଦେଇପାରିଲେ। ହଁ ସାର୍। ବିକଜ your doctor is doctors and ଆପଣଙ୍କ ପୁଅ ଝିଅ ଡକ୍ଟର, ସୋ ଆପଣଙ୍କ ସେ ବେସିକ ନଲେଜ ଥିଲା, then you got some argument କି ଆପଣ ନଲେଜ ମୁଁ ତ ଥିଲା ସେଇଥିପାଇଁ ବୋଲି ସାର୍ ତାପରେ ଆଜି ବି ଘରକୁ ଆସିଲା ପରେ ସନ୍ଧ୍ୟାବେଳକୁ ପ୍ରମେୟ ପେପର ସେଗୁଟା ବାହାରିଛି, ଆପଣ କଟିକିଟା ବି ଛାଡିଛି ସେଥିରେ ମୁଁ ଆଜି। ଏଇ ଯୋଉ ବାରମ୍ବାର ଖାଇବାଟା ବୃଦ୍ଧ ଅବସ୍ଥା, ସେଇଥିରେ ବି ଦେଇଛି ଫ୍ୟାଟି ଫ୍ୟାଟ ପ୍ରୋଟିନ କଥା, ସେଇଥିରେ ବି ଅଛି। exactly guys. ହଁ So ଆଉ ଜିନିଷ ହଉଛି କଣ ସାର୍, ଗୋଟେ ବଢିଆ ଜିନିଷ କଲେ କି ବହୁତ ସାରା ଦେଖନ୍ତୁ, ଆପଣଙ୍କୁ କହିଦଉଛି ମୁଁ 90% doctors have no knowledge on this diet and 80% dietitian and doctors they are old diet pattern follow କରୁଛନ୍ତି, ଯୋଉ old diet pattern already change ହେଇ ସାରିଲାଣି। ଆପଣଙ୍କୁ ବାରମ୍ବାର କହିଛି new food pyramid, they may not have seen that diet, they may not have idea on that diet, right? ମୋ ଆଜି ବି ମୁଁ ସାଙ୍ଗସାଥି କି ଗୋଟେ ସେ ପିରାମିଡ ଦିଟାକୁ ମୋ ସାଙ୍ଗସାଥି ଦେଖେଇଲି। ମୁଁ କହିଲି ଦେଖନ୍ତୁ ଆମେରିକା ପିରାମିଡ ଏଇଟା ଦେଖନ୍ତି, ଆମ ଡକ୍ଟର ବି ସେଇ ପିରାମିଡ ଟା ଗୋଲଟେକି ଦେଖେଇଥିଲେ। ମାନେ ଯୋଉଟା କି ହଁ ନୋ ଗ୍ରେନ ନୋ ପେନ୍, ହେଲା, ନୋ yes ଗ୍ରେନ ନୋ ପେନ୍, wonderful, ଗ୍ରେନ ପୁରା ଲେସ୍। ସବୁ ତାଙ୍କୁ I ବୁଝେଇଥିଲେ ମୋ really love that. ସାଙ୍ଗସାଥି ମାନଙ୍କୁ। ସେଠି ହୁଁ କଲେକ୍ଟର ହୁଁ ବି ଥିଲେ, ଅବଶ୍ୟ ସେମାନେ କଲେକ୍ଟର ଭିତରେ ମିଟିଂ ରେ ଥିଲେ, କଲେକ୍ଟର ଥିଲେ, ଆମର ଏଇଟା ହୁଁ ସିଡିଏମ ଥିଲେ, ଯିଏ କି ଆଜି ପ୍ରମୋସନ ହେଇକି ପଳେଇଛନ୍ତି, ଆମର ଡାଇରେକ୍ଟର ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର କୁ ସମ୍ପାଡି। ହୁଁ ସିଏ ବି ହଁ ଆଜି, ହଁ ହଁ। yeah. ହଉ So ସାର୍, ଧନ୍ୟବାଦ। that's a very good thing because people जब तक ଆପଣ knowledge ପାଇବେନି, ଆପଣ ଏଇ ନୂଆ ନୂଆ ଜିନିଷ ଶିଖିବେନି, ଆପଣଙ୍କୁ ସମସ୍ତେ ଏମିତି ଠକିବେ, ମୁଁ ଜାଣିଛି। ଆଣ୍ଡ ଯଦି ପୁଣା ଦେଖିବେ ସିଓର ତାଙ୍କୁ ଡାଇବେଟିସ୍ ଥିବ କିମ୍ବା ବିପି କିଛି ଗୋଟେ ଥିବ, ଯୋଉ ଡକ୍ଟର ଆପଣଙ୍କୁ କହିଛନ୍ତି, ମ୍ୟାକ୍ସିମମ୍ କେସରେ ଆମେ ଦେଖିଛୁ। ଆଣ୍ଡ ଦ୍ୟାଟ୍ସ ଦ ପ୍ରୋବ୍ଲେମ। ଓକେ, ସୋ ସେଥିପାଇଁ ଆପଣ ମାନେ ଯେତେବେଳେ ନଲେଜିୟସ୍ ହେବେନି, ଆପଣଙ୍କୁ ଲୋକ ଠକିବେ। ଆପଣ ଯଦି ଠକାମିର ଶିକାର ହେଲେ ଦେନ୍ ଆପଣ ପୁଣି ଫସିଯିବେ ସେଠୁ, ବୁଝିପାରିଲେ? ସୋ ହେଲ୍ଥ ଆପଣଙ୍କ ସମ୍ପତ୍ତି, ସବୁଠୁ ବଡ ସମ୍ପତ୍ତି। ହେଲ୍ଥ ଉପରେ ଆପଣ ଯୋଉ ଟାଇମ ଦଉଛନ୍ତି, ଦ୍ୟାଟ ୱିଲ୍ ସିଓରଲି ପ୍ରୋଟେକ୍ଟ ୟୁ, ବହୁତ ସାରା ପ୍ରୋବ୍ଲେମ୍ସରୁ ଆପଣଙ୍କୁ ପ୍ରୋଟେକ୍ଟ କରିବ। ଆଉ ଆପଣ ମିଥ୍ସ ଠାରୁ ଦୂରେଇ ରୁହନ୍ତୁ, ବାରମ୍ବାର ମୁଁ କହୁଛି। ଆଣ୍ଡ ଦ୍ୟାଟ ମିଥ୍ସ କୁ ମୁଁ ଯେତେବେଳେ କ୍ଲାରିଫାଏ କରେ, ଦ୍ୟାଟ ଗୋଲ୍ଡେନ ରୁଲ୍ସ ଉପରେ ମୋର ମନେ ପଡିଯାଏ। ମୁଁ ଯେମିତି ବାରମ୍ବାର ମୋର ଡାଏଟ ପ୍ଲାନ୍ସରେ ଆପଣଙ୍କୁ ଗୋଲ୍ଡେନ ରୁଲ୍ସ କଥା କହିଥାଏ, ଡାଏଟ ଭିଡିଓସରେ, ତ ଗୋଲ୍ଡେନ ରୁଲ୍ସକୁ କେବେ ଭୁଲିବେନି। ଆଣ୍ଡ ଦ୍ୟାଟ ଅଲ୍ ଦ ଥିଙ୍ଗ ଇଜ ପ୍ରୁଫ୍ ନାଉ।
ତ ତା ବିଷୟରେ ଆଉ ଥରେ କେତେଟା ଜିନିଷ ଆପଣଙ୍କୁ ଜଣେଇ ଦଉଛି ଦ୍ୟାଟ୍ ଇଜ ଗୋଲ୍ଡେନ ପ୍ରିନ୍ସିପଲ୍ସ। ଦେନ୍ ପ୍ରଥମ ଜିନିଷ ଆପଣ ଦେଖନ୍ତୁ, ଯେମିତି ଆଗରୁ ଗୋଟେ ଜିନିଷ ଥିଲା କି ଇଟ୍ ସ୍ମଲ୍ ଫ୍ରିକ୍ୱେଣ୍ଟ ମିଲ୍ ମଲ୍ଟିପୁଲ ଟାଇମ୍ସ ଖାଆନ୍ତୁ, ଛୋଟ ଛୋଟ ମିଲ୍ ଖାଆନ୍ତୁ। ଦ୍ୟାଟ୍ ଇଜ ଟୋଟାଲି ଫେଲୁଅର। ଆପଣ ଯୋଉମାନେ କରିବେ ସୁଗର କେବେ କମିବନି, ଏକ୍ସେପ୍ଟ ଇନ୍ ଟାଇୱାନ। ଟାଇୱାନ ଛୋଟ ପିଲାଙ୍କୁ ଠିକ ଅଛି, ବଟ୍ ଇନ୍ କେସ୍ ଅଫ୍ ଟାଇପ୍ 2 और ଯୋଉମାନେ 80% କେସରେ ଦେଖିବେ, ଯଦି ଆପଣ ଛୋଟ ମିଲ୍ ବାରମ୍ବାର ଖାଉଛନ୍ତି ତାହେଲେ ସୁଗର କେବେ ଭଲ ହବନି, ବିପି କେବେ ଭଲ ହବନି, ଏବଂ ମଲ୍ଟିପୁଲ ଟାଇମ୍ସ ଆପଣଙ୍କର ମାନେ ଅଲଗା ଅଲଗା ପ୍ରୋବ୍ଲେମ ବଢିଯିବ। ସୋ ଦ୍ୟାଟ୍ ଇଜ ଏ ମିଥ୍। ମୁଁ ଆପଣଙ୍କୁ ଅଲରେଡି ସେୟାର କରିଥିଲି ସେ ମିଥ୍ଟା ବିଷୟରେ, and ଆଉ ଟିକେ ବି ସେୟାର କରିଦଉଛି। ଦିସ୍ ଇଜ ଦ ଗୋଲ୍ଡେନ ରୁଲ୍ସ ଟୁ ବି ନୋଟେଡ, ରାଇଟ୍? ୟା, and this golden rules ରେ ମୁଁ ଅଲରେଡି କହିସାରିଛି। ଚୁଇଂ ଅଫ୍ ଦ ଫୁଡ ଇଜ ଭେରି ଭେରି ଇମ୍ପୋର୍ଟାଣ୍ଟ। ଖାଦ୍ୟ ଯେତେବେଳେ ଖାଉଛନ୍ତି ଚୋବେଇ ଚୋବେଇ ଖାଆନ୍ତୁ। ଆପଣ ଜବ ତକ ପ୍ରାକ୍ଟିସ କରିବେନି, ଶୁଣିଦେବେ ମୋଠୁ, ପୁଣି ଆପଣ ଭୁଲିଯିବେ। ଆଣ୍ଡ ଚେଷ୍ଟା କରନ୍ତୁ ଡିନର୍ସକୁ ଯେତେ ଶୀଘ୍ର କରିବେ। ଆଣ୍ଡ ବେଟର ଯଦି ଆପଣଙ୍କ ଫ୍ୟାଟି ଲିଭର ଅଛି and fasting ବଢିକି ରହୁଛି, if you avoid the dinner, that is a good option also. If you skip the dinner, okay, ଆପଣଙ୍କ ମେଡିସିନ ସ୍କିପ୍ ହେଇଯିବ। ଓକେ, ଏମିତି ବହୁତ ଗୁଡେ ରୁଲ୍ସ ଅଛି ଯୋଉଟା ଆପଣଙ୍କୁ ନିହାତି ଜାଣିବାକୁ ପଡିବ। ଓକେ, ଆଣ୍ଡ ଏଇ ରୁଲ୍ସକୁ ଯେତେବେଳେ ଫଲୋ କରିବେ ଆଣ୍ଡ ୟୁ ଗେନ୍ ଦ ନଲେଜ। ଯେମିତି ଏବେ ସାର୍ କହୁଥିଲେ, ତାଙ୍କ ନଲେଜ ଦ୍ୱାରା ହିଁ ସେ ଡିଫେଣ୍ଡ କରିପାରିଲେ। ଯଦି ଆପଣଙ୍କ ନଲେଜ ନଥିବ ଆପଣ ଡିଫେଣ୍ଡ କରିପାରିବେନି। ଆପଣ ସୁପରେସ୍ ହେଇକି ପଳେଇ, ହଁ ସାର୍ ଆପଣ ଯାହା କହୁଛନ୍ତି ମାନିବି ବୋଲି କହିବେ, କିନ୍ତୁ ଆପଣଙ୍କ ନିଜର ନଲେଜକୁ ବଢେଇବାକୁ ପଡିବ। ଆପଣଙ୍କୁ ନିଜକୁ ଏମ୍ପାୱାର କରିବାକୁ ପଡିବ with this right knowledge. This is the recent updates. They may not have this knowledge, right? Okay, so ଆମେ ସବୁବେଳେ ଏଭଏଡ କରିଥାଉ ଦିସ୍ ଅର୍ଗାନିକ ଜିନିଷ। ଆମେ କହିବା ଅର୍ଗାନିକ ଭେଜିଟେବୁଲ୍ସ ହଉ, ଗ୍ରେନ୍ସକୁ ଯେତେ କମେଇବେ ସେତେ ଭଲ। ଭେଜିଟେବୁଲ୍ସ ଆଣ୍ଡ ଲୋ ଗ୍ଲାଇସେମିକ ଫ୍ରୁଟ୍ସ ଯଦି ଆପଣ କିଛିଟା ନେବେ ଚଳିବ। ଆଣ୍ଡ ସ୍ପାଇସେସ୍ ଇଜ ଗୁଡ୍। ଏଭଏଡ ଆର୍ଟିଫିସିଆଲ ସୁଇଟନର ବିଷୟରେ କହିଥିଲି ମୁଁ। Avoid the plastic containers, packaging materials and all these things. Sun exposure to 60 minutes ବାରମ୍ବାର କହିଛି। these are the golden rules ଆପଣଙ୍କୁ ମାନିବାର ଅଛି। ଓକେ, ମିଥ୍ସ ବିଷୟରେ ତ ବହୁତ ଥର ମୁଁ କହିସାରିଛି ଆପଣଙ୍କୁ, ରାଇଟ୍? ଦ୍ୟାଟ୍ ମିଥ୍ସକୁ ଜବ ତକ କ୍ଲିୟର କରିବେନି ଆପଣଙ୍କ ହବ ନାହିଁ। Avoid repeated snacking ବହୁତ ଇମ୍ପୋର୍ଟାଣ୍ଟ। ମଲ୍ଟିପୁଲ ଟାଇମ ଇଟିଂ କଲେ ଆପଣଙ୍କ ବଡିର ଇନସୁଲିନ ରେଜିଷ୍ଟାନ୍ସ ଆହୁରି ବଢିବ। ତାପରେ ଆଉ କଣ ଗୋଲ୍ଡେନ ରୁଲ୍ସ ଅଛି? ଭିଟାମିନ ଡି କମ ଯୋଗୁଁ ସୋ ମେନି ପ୍ରୋବ୍ଲେମ୍ସ ନାଉ। ଆଣ୍ଡ ସାର୍ ଯୋଉ ଆଜି ରିପ୍ଲାଏ ଦେଲେ, ଲକ୍ଷ୍ମଣ ସାର୍, ସେ କହିଲେ ଆଇ ନିଡ୍ ଟୁ ଇଟ୍ ଦ୍ୟାଟ୍ ନନଭେଜ ଫୁଡ ଆଣ୍ଡ ଦ୍ୟାଟ୍ ହେଲ୍ଦି ଫ୍ୟାଟ୍ସ, ଘି। ଏବେ ବି ବହୁତ ଲୋକ ଘିକୁ ଆଗରୁ ତ ବଦନାମ କରୁଥିଲେ, ଏବେ କିଛି ଲୋକ ହଁ ହଁ କହୁଛନ୍ତି, ଫେର ସେମାନେ ଡରୁଛନ୍ତି କଣ ହବ ଇଏ ସି and all these things. But truth କୁ ଯାଆନ୍ତୁ ଆପଣ, ଘି contains so much of vitamin D and ଆପଣ କୋଲେଷ୍ଟ୍ରଲ ଅଛି ଠିକ ଅଛି, ବଟ୍ ସେଇ କୋଲେଷ୍ଟ୍ରଲ ହିଁ ଭିଟାମିନ ଡି ପ୍ରଡକ୍ସନ ହେଇଥାଏ। କୋଲେଷ୍ଟ୍ରଲ ଉପରେ ତ ବହୁତ ଥର ମୁଁ ଆପଣଙ୍କୁ କ୍ଲାରିଫାଏ କରିଛି। କୋଲେଷ୍ଟ୍ରଲ ଇଜ ୟୋର ଫ୍ରେଣ୍ଡ, ଇଟ୍ସ ନଟ୍ ୟୋର ଫୋ। କୋଲେଷ୍ଟ୍ରଲ ଆପଣଙ୍କର ମିତ୍ର, ଆପଣଙ୍କ ଶତ୍ରୁ ନୁହଁ। ଆପଣ ଦେଖିବେ ସେଇ ଭେଜିଟେରିଆନ ମାନଙ୍କର ହିଁ ବେଶୀ କୋଲେଷ୍ଟ୍ରଲ ବଢିଥାଏ। ବ୍ୟାଡ କୋଲେଷ୍ଟ୍ରଲ କଥା ମୁଁ କହୁଛି, VLDL ଟ୍ରାଇଗ୍ଲିସରାଇଡ୍, ଏଟା ଭେଜିଟେରିଆନ ମାନଙ୍କର ବେଶୀ ବଢିଥାଏ। ବଟ୍ if you eating in a proper diet, proper human diet କୁହାଯାଏ ତାକୁ, then ଆପଣଙ୍କୁ ଭଲ କୋଲେଷ୍ଟ୍ରଲ ବଢିବ। that's a good thing, that will protect you। ଆଉ ସେଇଠୁ ହିଁ ମଲ୍ଟିପୁଲ ଭିଟାମିନ୍ସ, ଭିଟାମିନ A, D, E କେ ଫର୍ମେସନ ହବ। ଗ୍ରାଉଣ୍ଡିଂ, ବେୟାର ଫୁଟ ୱାକିଂ ଇନ୍ ଦ ଲନ୍ସ, ସେଣ୍ଟ, ଇଟ୍ସ ଭେରି ଭେରି ଇମ୍ପୋର୍ଟାଣ୍ଟ। ବାରମ୍ବାର କାହିଁକି ମୁଁ ଏ ବିଷୟରେ ଆପଣଙ୍କୁ ଜଣାଉଛି? ଆପଣ ପ୍ରାକ୍ଟିସ କରିବା ପାଇଁ। ଯଦି କରୁନାହାନ୍ତି ଗୋଟେ ଚେକଲିଷ୍ଟ ତିଆରି କରନ୍ତୁ। ପ୍ରାକ୍ଟିସ, ଆଜି ଖାଲି ପେଦରେ ଚାଲିଲି କି 15 ମିନିଟ କିମ୍ବା 30 ମିନିଟ, ୟେସ୍ ଟିକ୍ ମାରନ୍ତୁ, ଗୁଡ ଥିଙ୍ଗ। ଆଜି ସୂର୍ଯ୍ୟ କିରଣରେ କେତେ ଟାଇମ ବସିଲି ମୁଁ? ଅଧଘଣ୍ଟା, ଭେରି ଗୁଡ। ଆର ଦିନ କେମିତି ଆଉ ଟିକେ ବଢେଇବେ? ମେ ବି 45 minutes or 60 minutes. Yeah, try to, this is the vitamins for your body and this is the need for your body। ଆପଣଙ୍କ ବଡି ୟା ପାଇଁ କ୍ରେଭିଂସ କରୁଛି, ଭାଇ ମତେ ସନଲାଇଟ ଦେ, ମତେ ଖାଲି ପାଦରେ ଟିକେ ଚଲା। ବୁଝିହେଲା? ସ୍ଲିପିଂ ବିଷୟରେ ତ ଅଲରେଡି କହିସାରିଛୁ। ଆମେ ତ 10ଟାରେ ମିଟିଂ ସାରି ଦଉଛୁ, ତ 10ଟାରେ ଆପଣ ଶୋଇବେ, ନୋ ପ୍ରୋବ୍ଲେମ। ଆଣ୍ଡ ପ୍ଲିଜ ସ୍ଲିପ୍ ଇନ୍ ଏ ପିଚ୍ ଡାର୍କ ରୁମ୍ ଫର ପ୍ରପର ମେଲାଟୋନିନ ସିକ୍ରେସନ। पूरा नो सेलफोन। सेलफोन को शुड नॉट बी केप्ट इन द बेडरूम। बेटर जदि भी रखुचंती एटलीस्ट 2 मीटर डिस्टेंस रे रखंतु।
ओके सो मोर कहबार माने होची सेलफोन्स को बहुत लोक मुचला भितर रखी दियंती आपण देखिबे निजे तकिया रे रखी दियंती एवं सोई पड़ती मुंड तले तकिया थिबो एवं से रखी दियंती या को माने करथले आगरु एबे करू नाहंती जस्ट टाइप आई इन द चैट बॉक्स तकिया तले रखी दउथले हैं को माने କରୁଛନ୍ତି यू नो बट एबे करू नाहंती राइट गुड बहुत लोग करूथले देखो बट थैंक्स दैट कि आपण एबे करू नाहंती एंड दैट विल रियली प्रोटेक्ट यू बहुत लोग मिस्टेक कोन करंती एई पॉकेट रे तांकर कोन रखंती दैट मोबाइल बिल्कुल चेस्ट पॉकेट रे केबे भी मोबाइल रखिबे नाही चेस्ट पॉकेट रे मोबाइल रखंतु नाही दैट कॉजेस प्रॉब्लम बिकॉज चेस्ट पॉकेट रे जो रखिबे दैट इलेक्ट्रोमैग्नेटिक रेडिएशन इंटरफियर विथ योर कार्डियक रिदम उपरे प्रॉब्लम क्रिएट करिवो एसए नोड एवी नोड उपरे प्रेशर पकेबो जो रिदम हम चलछे हार्ट ऑटोमेटिक जो हार्ट बीट होछि राइट ता ऊपर इंटरफेरेंस करिवो सो प्लीज अवॉइड मोबाइल इन द सेल फोन जो मनकर 40 अप टू इनफर्टिलिटी प्रॉब्लम जो मैंने पॉकेट रे मोबाइल रखते देखिए तांका सेक्सुअल प्रॉब्लम बढ़ियार बेसी चांस थाए यू कैन बैग रे रखंतु बट डोंट कीप इन द चेस्ट पॉकेट एंड इन द आपन पैंट पॉकेट रे भी रखिले देखिबे सेक्सुअल प्रॉब्लम रो बेसी चांसेस थाए सो ताकू अवॉइड करंतु बिकॉज दैट विल इंटरफेरेंस विथ द टेस्टोस्टेरोन सिक्रेशन बुझियला बिल्कुल या यदि आपण चाहूचंती अटेंड सोशल और रिलीजियस गैदरिंग्स एटलीस्ट वंस इन ए वीक और दैट मींस to remove your stress or ଆପଣଙ୍କର ଏକାକୀପଣକୁ ଦୂର କରିବା ପାଇଁ you have that this time of social and all these gatherings you can do but try to avoid the wrong kind of food in the red zone right yeah during this diet plan ବାରମ୍ବାର ମୁଁ କହିଛି ଏଇ ଜିନିଷ forget the word like କଣ breakfast lunch dinner ଏଗୁଡ଼ା ଭୁଲି ଯାଆନ୍ତୁ eat when you really feel hungry okay ଆପଣଙ୍କ ବଡିର ସିଗ୍ନାଲ ସିଷ୍ଟମ କୁ ବୁଝନ୍ତୁ ମୋବାଇଲ କୋଉଠି ରଖିବା ମୋବାଇଲ ଗୋଟେ ବ୍ୟାଗ କିଣନ୍ତୁ ଆପଣ ଛୋଟିଆ ବ୍ୟାଗରେ ରଖିଦିଅନ୍ତୁ ଯଦି କୋଟ୍ କିଣୁଛନ୍ତି କୋଟ୍ର ପକେଟରେ ବି ରଖିପାରିବେ ଟିକେ ଡିଷ୍ଟାନ୍ସରେ ରଖନ୍ତୁ ଆପଣଙ୍କ ବଡିରୁ ଆଟଲିଷ୍ଟ 20 ସେଣ୍ଟିମିଟର ବୁଝିହେଲା ବ୍ୟାଗ ରଖି ବ୍ୟାଗ ଭିତରେ ରଖିଦେଇଥିବେ ୟୁ ନୋ ଦ୍ୟାଟ୍ ୱିଲ୍ ଇଣ୍ଟରଫେରେନ୍ସ ବେଶୀ କରିବନି ଓକେ and eat only when you feel hungry it depends on your body signal ଆପଣ କଣ ଖାଇଛନ୍ତି ଆପଣଙ୍କ ବଡି ସିଗ୍ନାଲ କୁ ୱେଟ୍ କରନ୍ତୁ ଆପଣଙ୍କ ବଡି ଯେତେବେଳେ ଆକ୍ଚୁଆଲି ଭୋକ ଲଗାଉଛି ସେଇ ଟାଇମରେ ଖାଆନ୍ତୁ you should come out of the earlier practice like eat something after every hour or 2 hour ଯୋଉ ଜିନିଷ ଏମାନେ କରୁଥିବେ ଦେଖିବେ ଯୋଉମାନେ ଏମିତି ଚିଟିଂ କରୁଥିବେ every 2 hour 3 hour କିମ୍ବା ଚଟାପଟ ଖାଦ୍ୟ ଫାଷ୍ଟ ଫୁଡ ଯୋଉମାନେ ଖାଉଥିବେ that the biggest issue बट या चेंज करने आम अलरेडी आपको सेकेंड इंजिन टाक ऑन कर देचु फेड इंजिन एंड फेड इंजिन जो मानकर ठीक से ऑन होती देखिए आपन को बारंबार भोक लगनी दैट्स ए वेरी प्रोटेक्टिव वे बुझिपारे भोक न लगे यू फील मच बेटर राइट एंड आपन को जो फैट स्टोर फैट अच्छी आपन को बॉडी निजे खाईदेव वेट लॉस स्टार्ट हो इट्स वेरी इजी ओके वेट लॉस टू एते इजी जिंस हो नहीं दैट्स व्हाई आवर पार्टिसिपेंट लॉस 15 kg 30 kg you know 40 kg like that so that's all because of system activation yeah so these are the rules basic rules आपण केबे मिस्टेक करिवेनी अलगा जिंस मिस्टेक कोले चलियो बेसिक रूल को जदी आपण मिस्टेक करिवे this is the ground yeah this is the basic rules right मो ए कथा भी आपण कहिची कि in the basic rules गला eat when you really feel hungry okay यूज सेल्फ जजमेंट एंड स्ट्रिक्टली नो सेल्फ चिटिंग बिल्कुल सेल्फ निज बॉडी को जब निजे आप मारिबा पई चाहिए आमे किछि करि परिबोनी दिस इज माय सिंसियर रिक्वेस्ट टू यू आपण निज बॉडी को भलो पाउचंती बिकॉज़ दिस योर बॉडी इज योर बेस्ट फ्रेंड एंड बेस्ट फ्रेंड संगरे योर बॉडी इज योर मोस्ट कॉस्टली जिंस आपण को पई मोस्ट वेल्दी यस करोड़ करोड़ संपत्ति आपण को पारे अछि जे आपण बॉडी ठीक अछि बुझिला अपन बॉडी रे सेति पावर अछि no timing whenever your body asks you can eat that's natural perfect
eat to live, don't live to eat, eat to live. Okay, ବଞ୍ଚିବା ପାଇଁ ଖାଆନ୍ତୁ, ଖାଇବା ପାଇଁ ବଞ୍ଚନ୍ତୁନି। ଓକେ, no need to take fruits every day because ବହୁତ ଲୋକ ଯୋଉ ମିଷ୍ଟେକ୍ କରନ୍ତି, ସକାଳୁ ମାନେ ଅଧା କେଜି ଫ୍ରୁଟ୍ସ, ଲଞ୍ଚରେ କେଜି ଫ୍ରୁଟ୍ସ, that causes fatty liver, ଆମେ ଦେଖିଛୁ। So this kind of lifestyle କୁ ଯେତେବେଳେ ଆପଣ ଆସିବେ, you feel much better. Okay, and ଆପଣଙ୍କ ପେନ୍ ଯଦି ଆଗରୁ ବଢିଥିବ ପେନ୍ କମିଯିବ, ଦେଖି ଆପଣ ଇନଫ୍ଲାମେସନ କମିଯିବ, ରାଇଟ୍। ଆଉ ତା ସାଙ୍ଗରେ ସମ୍ ଅଫ୍ ଦ ବେସିକ୍ ସପ୍ଲିମେଣ୍ଟ ଯେମିତି ଭିଟାମିନ୍ ଡି, ମୁଁ ଯେମିତି ପ୍ରାୟ ଲୋକଙ୍କୁ ରେକମେଣ୍ଡ କରିଥାଏ ଭିଟାମିନ୍ ଡି, ୟା ଭିଟାମିନ୍ D3 ତାକୁ କୁହାଯାଏ, DV60K, କ୍ୟାଲକଟ୍ D3, ଯୋଉଟା ବି ବ୍ରାଣ୍ଡ ଆସୁଛି, ଅପରାଇଜ D3, ବହୁତ ଗୁଡେ ବ୍ରାଣ୍ଡ ଅଛି। ଓକେ, ନର୍ମାଲ ଲୋକଙ୍କ ପାଇଁ ୱିକଲି ୱାନ୍ସ କୁହାଯାଏ, କିନ୍ତୁ ଯୋଉମାନଙ୍କର ବହୁତ ଲୋ ଥାଏ ଭିଟାମିନ୍ ଡି କିମ୍ବା ଅଲଗା କିଛି ଇସ୍ୟୁ ଥାଏ ଯେମିତି ଅଟୋ ଇମ୍ୟୁନ ଡିଜିଜ କିମ୍ବା ଅଦର ଇସ୍ୟୁଜରେ ଆମେ ଟିକେ ହାଇ ଡୋଜରେ ଭିଟାମିନ୍ ଡି ଦେଇଥାଉ। ଓକେ, ଫାଇବ୍ରଏଡ ୟୁଟରସ୍, ପିସିଓଡି କେସରେ ଆମେ ଦେଖୁଛୁ ପିସିଓଡି, ପୋଲିସିଷ୍ଟିକ ଓଭାରିଆନ ଡିଜିଜ, ଆପଣ ଦେଖିବେ ଝିଅମାନଙ୍କର ମେନ୍ସ ବେଳେ ବହୁତ ପେନ୍ ହଉଥିବ, ମେନ୍ଷ୍ଟ୍ରୁଆଲ ସାଇକେଲ ପେନଫୁଲ ହଉଥିବ, ତା ସାଙ୍ଗରେ ମାନେ 1 to 2 days ଫ୍ଲୋ ହଉଥିବ, ଇରେଗୁଲାର ମେନ୍ଷ୍ଟ୍ରୁଆଲ ସାଇକେଲ, and it's a very, ଆମେ ଯଦି ସେଇ କଣ୍ଡିସନରୁ ତାଙ୍କୁ ଇଣ୍ଟରଭେନ୍ ନ କରିବା, ଭିଟାମିନ୍ ଡି and all this thing ଦେଇକି ତାଙ୍କ ୱେଟ୍ ଲସ୍ ନ କରିବା, in future she will develop infertility। ଆପଣ ଦେଖିବେ ତାଙ୍କର ଫର୍ଟିଲିଟି ଇସ୍ୟୁ ଆସିବ, ପୁଣି IVF, IUI, ବହୁତ ଗୁଡେ ଇସ୍ୟୁ ପଳେଇ ଆସେ। ସୋ ପିସିଓଡି ପ୍ରାୟ ଭିଟାମିନ୍ ଡି ବହୁତ ବଢିଆ କାମ କରେ, and ତା ସାଙ୍ଗରେ ଆମ ଡାଏଟ୍, ରାଇଟ୍, ବିକଜ ଇନ୍ସୁଲିନ ରେଜିଷ୍ଟାନ୍ସର ଏସବୁ ପାର୍ଟ। ଓକେ, ଭିଟାମିନ୍ ଡି ଇଜ ଏ ଭେରି ଗୁଡ୍ ସପ୍ଲିମେଣ୍ଟ। ଆମେ ବେଳେ ମ୍ୟାଗ୍ନେସିୟମ ସପ୍ଲିମେଣ୍ଟ ଆପଣଙ୍କୁ ଦେଇଥାଉ, ମ୍ୟାଗ୍ନେସିୟମ ଗ୍ଲାଇସିନେଟ୍, ଓକେ, ଯୋଉଟା ବଡି ପେନ୍ ଯୋଉମାନଙ୍କର ରହୁଥାଏ, that's a anti inflammatory। ଆଉ sometimes we advise for vitamin C also, limc, or if you can take sufficient limc, vitamin C, okay, antioxidant ବୋଲି କାମ କରେ। କୋଉଥିରୁ ମିଳିବ ନ୍ୟାଚୁରାଲ ଭିଟାମିନ୍ ସି? ୟା ଇଣ୍ଡିଆନ ଗୁଜବେରିଜ, ଅମଲା, ଅଦ୍ରକ, ନାଇଁ ଅମଲାରୁ, ଲେମ୍ବୁ, କମଳା, ଏଥିରୁ ଭିଟାମିନ୍ ସି ଥାଏ, ରାଇଟ୍। ସୋ ଏଇଟା ଆପଣ ନେଇପାରିବେ। ଚलो, ସୋ ଗୋଲ୍ଡେନ ପ୍ରିନ୍ସିପଲକୁ ଜରୁର ଫଲୋ କରନ୍ତୁ, ଆଣ୍ଡ ଗୋଲ୍ଡେନ ପ୍ରିନ୍ସିପଲ ପରେ ଯଦି କିଛି ଆପଣଙ୍କ ଡାଉଟ୍ ରହିଲା, ୟୁ କ୍ୟାନ୍ ଆସ୍କ। ନ୍ୟୁରୋ ପ୍ରୋବ୍ଲେମ ପାଇଁ କ'ଣ ଭିଟାମିନ୍ ଖାଇବାକୁ ପଡିବ? ମୋଷ୍ଟ ଅଫ ଦ କେସେସରେ ଭିଟାମିନ୍ B12 ଦିଆଯାଏ ନ୍ୟୁରୋ ପ୍ରୋବ୍ଲେମ ପାଇଁ, ଦ୍ୟାଟ୍ ଇଜ ଡୁବିନର ଅର ରିଜୁଏସ୍ CD3 or ନ୍ୟୁରୋକାଇନ୍ LC, ନ୍ୟୁରୋକାଇନ୍ ନେକ୍ସଟ, ବହୁତ ଗୁଡେ ଅଛି। ଓକେ, ଡାଇଟାଲ D, ଭିଟାମିନ୍ D, perfect। So they are the golden rules, you must need to follow that rules। ଏବେ ଯୋଉଟା ଫୁଡ ପିରାମିଡ କଥା ଆମେ ହଉଥିଲୁ, ଫୁଡ ପିରାମିଡ କଥା ଆମେ ହଉଥିଲୁ, ରାଇଟ୍। ସୋ ଫୁଡ ପିରାମିଡ କଥା ବିଷୟରେ ଅଲରେଡି ମୁଁ କହିସାରିଛି ଆପଣଙ୍କୁ, ଆଣ୍ଡ ଆମେ ଏମିତି ନାଇଁ କି ଓନ୍ଲି ନନଭେଜ କୁ ପ୍ରମୋଟ କରୁଛୁ, ଆମେ କୌଣସି ଜିନିଷ ପ୍ରମୋଟ କରୁନୁ। ଦେଖନ୍ତୁ, ସିମ୍ପଲ, ଆପଣଙ୍କର ବଡିର ନିଡ୍ ହିସାବରେ ନ୍ୟାଚୁରାଲ ଫୁଡ ସୁଡ୍ ବି, ଆମେ ଯେମିତି କହିଥାଉ ଆପଣଙ୍କୁ, ଆପଣ ବହୁତ ଲୋକ ଦେଖିବେ ଏ ସାଲାଡ ଖାଉନାହାନ୍ତି, ଶାଗ ଖାଉନାହାନ୍ତି, ସବଜି ଖାଉନାହାନ୍ତି, ହେଲ୍ଦି ଫ୍ୟାଟ୍ସ ଖାଉନାହାନ୍ତି, ସେଥିପାଇଁ ତାଙ୍କ ଦେହ ଭଲ ରହୁନାହିଁ। ହେଲ୍ଦି ଫ୍ୟାଟ୍ସ ମାନେ କ'ଣ? ଏଇଟା ଅଲିଭ ଅଏଲ, ଫ୍ଲାକ୍ସିଡ୍ ଅଏଲ, ଆଭୋକାଡୋ, କୋକୋନଟ୍ ଅଏଲ, ଘି, ବଟର, ୟାକୁ ଯେତେବେଳେ ଆପଣ କୌଣସି ବି ଫୁଡ ସାଙ୍ଗରେ ଆଡ୍ କରିଦେବେ, ତାର ଗ୍ଲାଇସେମିକ ଲୋଡ କମିଯିବ। ସୋ ଦ୍ୟାଟ୍ ଇଜ କଲ୍ଡ ସୁପର ଫୁଡ। ଆପଣ ଏବେ ବି ଯୋଉମାନଙ୍କର ୱେଟ୍ ଲସ୍ ହଉନାହିଁ, ଆପଣ କ'ଣ କରିବେ? ଖାଇବା ଆଗରୁ, ୟେସ୍, ଖାଇବା ଆଗରୁ you just take 2 spoon of this any oil, 2 to 3 spoon ବି ନେଇପାରିବେ oil, this healthy fats, 2 to 3 spoon, ଅଧ ଗ୍ଲାସ ପାଣି ସାଙ୍ଗରେ ନେଇଯିବେ, ଆଉ ଏଥିରେ ଟିକେ ମାର୍ତଣ୍ଡ ସଲ୍ଟ, ମାର୍ତଣ୍ଡ ପାଉଡର ଆଡ୍ କରିଦେବେ। ଆପଣ ଦେଖିବେ ଖାଇବା ଆଗରୁ ଯଦି ଏଇ ଜିନିଷ ନେଲେ with ମାର୍ତଣ୍ଡ ମାର୍ତଣ୍ଡ ପାଚକ, MP କହୁଛି, ମାର୍ତଣ୍ଡ ପାଚକ ଯଦି ନେଲେ, ତାହେଲେ କ'ଣ ହବ? ଆପଣଙ୍କର abnormal hunger, that is called cravings, ବନ୍ଦ ହେଇଯିବ। That's a very good thing। and abnormal hunger ଯଦି ବନ୍ଦ ହେଇଯିବ, ଆପଣଙ୍କୁ ବେଶୀ ଖରାପ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହବ ନାହିଁ।
right? So you can do this practice. This is a very good technique. जो माने एबे भी cravings को संभाली पारु नाहंती भोको बारंबार होची, they can do this thing, right? Healthy fats 2 to 3 spoon with mutton powder 2 spoon in a half glass of water नहीं जिबे, abnormal भोको बंद ही जिबा. Then you start eating good amount of salad, good amount of healthy vegetables जहाँ कोई चू, that is 60% of the plate. Then you can take good amount of healthy proteins, that is satiety को अपन को feel करता हो. It is satiety. Satiety माने कौन? Satisfaction को बढ़ाइबो आपनकर. आपण satiety माने कौन? एतिकी जिंस खाइबे आपन को भोक लागिबो, एटा खाइला परे भोक लागिबो. So that is important thing. So satiety को बढ़ांतो आपण, you feel much better. Okay. So that is the thing मुझे कोई भी कहतले अपन को. Yeah. Then this kind of oily seeds and nuts you can take berries and all this thing. But এই जो starches and grains को पूरा कमे दियंतु, जेते कमेबे सेते भलो. Low glycemic fruits अल्प नहीं परिबे. That's okay. So this is the basic food pyramid. You must need to remember. चलो. Yeah. Any other problem? गोड़ बिंधा होची fasting ठीक अछि एति. स्मिता नायक fasting जदि गोड़ बिंधा होची प्रथम जिंस you need to do food bath. Then sometime vitamin D. Okay. तापरे magnesium. कमिଯିବ. ଗୋଡ଼ କାହିଁ ବିନ୍ଧିବ? ବିଲକୁଲ ବିନ୍ଧିବନି. ମ୍ୟାଗ୍ନେସିୟମ କମିଲେ ଇନଫ୍ଲାମେସନ ହେବ. ଭିଟାମିନ ଡି କମିଲେ ବି ଆପଣଙ୍କ ଇନଫ୍ଲାମେସନ ବଢିବ. ତାକୁ ବଢେଇ ଦିଅନ୍ତୁ, ଆସିଯିବ. ସାର୍ ରାଇଟ୍ ସୋଲଜର ପେନ୍ ହଉଛି 2 days ହେଲା, କଣ କରିବି? ଦେଖନ୍ତୁ ମ୍ୟାକ୍ସିମମ୍ କେସରେ ରାଇଟ୍ ସୋଲଜର ପେନ୍ ର ପ୍ରଥମ କାରଣ ଆମେ ଦେଖିଛୁ ୟୁର ଫ୍ୟାଟି ଲିଭର ଅର୍ ଗଲ ଷ୍ଟୋନ. ସୋ ଆପଣ ଜରୁର ଗୋଟେ ଅଲ୍ଟ୍ରାସାଉଣ୍ଡ ଯଦି କରିପାରିବେ, ଆଇ କ୍ୟାନ୍ ହେଲ୍ପ ୟୁ. ସମଦତ୍ତ ଦାସ, ୟେସ୍. ୟା. So if you do a ultrasound, maximum case fatty liver जो right shoulder pain. आपण shoulder रे problem नाही, आपणकर problem अछि liver रे. liver भीतर यदि चर्बी जमी जीवो, gas problem हबो एवं sometimes gallbladder stone हबार chances थाए, and that pain radiate to that part, right? कोले calciferol 60k रो डोज कहतु सर. डोज डिपेंड्स ऑन पेशेंट टू पेशेंट. आपण को विटामिन डी लेवल को देखि कि ही हमें रेकमेंड करू. ଆପଣଙ୍କର ଇନଫ୍ଲାମେସନ ଷ୍ଟାଟସ୍, ଇନସୁଲିନ ରେଜିଷ୍ଟାନ୍ସ, ଆପଣଙ୍କର ଅଲଗା କିଛି ଯଦି ପ୍ରୋବ୍ଲେମ ଥିବ, ଯେମିତିକି ଅଟୋ ଇମ୍ୟୁନ ଡିଜିଜ ଯଦି ଥିବ, ସେ କିଛି ଅଲ୍ଟରନେଟ ଡେ ଡୋଜ ଦେବାକୁ ପଡିଥାଏ. ଯୋଉମାନଙ୍କର ପିସିଓଡି ପ୍ରୋବ୍ଲେମ ଥାଏ ତାଙ୍କୁ ବି ଟିକେ ହାଇ ଡୋଜ ଦେବାକୁ ପଡିଥାଏ. ତ ଆପଣଙ୍କର କଣ ପ୍ରୋବ୍ଲେମ ଅଛି ତାକୁ ଦେଖିକି ଆମେ ଡୋଜିଂ ସିଡ୍ୟୁଲ କରୁ. ତ ଏମିତି କମନ ଡୋଜ ତ ସମସ୍ତେ ଜାଣିଛନ୍ତି, ସପ୍ତାହକୁ ଥରେ ଜାଣିଛନ୍ତି. କିନ୍ତୁ ଯୋଉମାନେ ଭେଜିଟେରିଆନ ତାଙ୍କ ପାଇଁ ସପ୍ତାହକୁ 2 ଥର. ଭେଜିଟେରିଆନ ମାନଙ୍କ ପାଇଁ ମନେ ରଖନ୍ତୁ. ओके. किंतु जदि आपनकर ऑटो इम्यूनो डिजीज थिबो, रिमेटॉइड आर्थराइटिस, विटिलिगो, आमे सेतरे प्रथमे 10 दिन देई थाउ, तापरे अल्टरनेटिव दे देबाक पड़थे, माने हाई डोज देबाक पड़थे. रियली प्रोटेक्टिव, राइट? या. मामांकर सर, मामांकर बैक पेन होची. बैक पेन तो बहुत लोगंकर होची बिकॉज ऑफ पोस्चर एंड ऑल दिस थिंग एंड बिकॉज ऑफ विटामिन डी. सो पोस्चर चेंज संगरे आमे फिजियोथेरेपी एडवाइस करताउ, एंड ता संगरे that जदि सेतरे common protocol रे, then you can do that MRI to know that changes. maximum case रे देखिबे बारंबार कहते हैं बैक पेन रो प्रथम कारण that disc, आपण जो नर्व रो डिस्क थाए ना, I'll show that image. that धीरे धीरे कोन हो जाए, गैप कमी जिवो and disc desiccation हो जाए. Okay. And that's the thing, right? Yeah. सो ता विषय बहुत थर कही जो मैंने पोस्चर चेंज करना जरूर पोस्चर चेंज करंतु. एंड फिजियोथेरापी इज ए गुड थिंग. एंड आमे होममेड होम घरे केमती फिजियोथेरापी करिवे, घरे केमती मसाज करिवे, से जिंस ही बतै थो आमे. कैमरे आ कोन सेटा तो बतौछु आमे. सर रिपोर्ट आसी गला, EGFR 79 अछि. दैट्स नॉर्मल. 60 ऊपर किछि ओरी हबार नै. सर आई कैन आई टेक ग्राउंड नोट ओकेजनली. जदि आपनकर HbA1c लेस देन 6.5 ओकेजनली नहीं पारिबे. If it is 6.5, better to avoid. Okay. Yeah. Neurokine next morning time नेबे. Vitamin B morning time नेबे. Okay. And vitamin D राति टाइम रे नेबे. कारण vitamin B जदि आपण इवनिंग टाइम रे नेबे देखिबे राति रे निद होबो नाही. एक्टिव लागिबो, आपण को एक्टिवनेस करैबो. सेबे विटामिन बी न्यूरोकाइन नेक्स्ट हो,
ରିଜୁଏସ୍ CD3 ହଉ ଏଇ ଜିନିଷ ଆପଣ ଯୋଉଥିରେ ବେନଫୋଟାମିନ୍ ଥିବ, ବେନଫୋଟାମିନ୍ ବାଲା ସେଇଟା ସକାଳ ଟାଇମରେ ନିଅନ୍ତୁ ଆପଣ, ଆଫ୍ଟର ବ୍ରେକଫାଷ୍ଟ ଅର୍ ଆଫ୍ଟର ୟୋର ଫାଷ୍ଟ ମିଲ୍ ଅର୍ ଆଫ୍ଟର ଗ୍ରୀନ୍ ସ୍ମୁଥି ଅର୍ ପାୱାର କଫି। ଓକେ, ଚलो ଦେହ କୁଣ୍ଡେଇ ହଉଛି ଅଲରେଡି, ଦେହ କୁଣ୍ଡେଇ ହବାର ଭିଡିଓ ବନେଇଛି ଦେଖନ୍ତୁ, ଗ୍ରୁପରେ ଟ୍ୟାଗ କରାହେଇଛି। 1 year ଗ୍ରୁପକୁ ଯାଆନ୍ତୁ, ସୁକାନ୍ତ ଶତପଥୀ, ଏବଂ ସେଠି ଦେଖନ୍ତୁ କୁଣ୍ଡେଇ ହେଲେ କଣ କରିବା, ହିଲିଂ କ୍ରାଇସିସ୍ କେମିତି ମ୍ୟାନେଜ କରିବା, ମୁଁ ଭିଡିଓ କରିଦେଇଛି। ଫୋନ କରିବି କାଲି, କାଲି 7ଟା 7:30। ମତେ ଆଜି ଭାରି ୱିକ୍ ଲାଗୁଛି, ସଲ୍ଟ ୱାଟର ବି ନଉଛି, ଦ୍ୟାଟ୍ ଇଜ ମୋଷ୍ଟଲି ବିକଜ ଅଫ ଅଦର ରିଜନ ବି କିଛି ଥିବ, ଏମିତି ନାହିଁ କି ୱିକନେସ୍ କି ଅନଲି ଡାଇବେଟିସକୁ ଆମେ ନେବା। समटाइम्स स्ट्रेस जोगु हो कि समटाइम्स विटामिन डी कम जोगु हो, समटाइम्स विटामिन B12 कम जोगु हो, अलग अलग बहुत कम लगे। जदि बेसी वीक लागुची प्लीज डू दैट टेस्टिंग, सुगर लेवल और CBC टेस्टिंग बेले ब्लड कमी गले वीक लागिवो। मल्टीपल कॉज था, एमती नहीं कि ओनली गोटे कॉज को हमें नहीं कि ओडी बसिबा, राइट। एंड ड्यू टू कांध मसल पेन होची सर, ड्यू कांध कौन, ओके दुई, अच्छा दुई कांध मसल पेन होची, एंड दिस मोस्टली बिकॉज ऑफ दिस सर्वाइकल स्पॉन्डिलोसिस बोली गोटे कंडीशन अछि। देखिबे आपनकर जेतेबेले डिस्क डेसिकेशन ही जाए, लेट मी शो दैट डिस्क डेसिकेशन, जो माने शोल्डर पेन, कांध पेन, ऑल दिस थिंग विषय कहंती, मैं बारंबार से जो आपनको इमेज देखाइता है, दैट्स डिस्क डेसिकेशन केमती हिते देखिबे, नॉर्मल वर्सेस नॉर्मल वर्सेस वर्टिब्रल डिस्क डेसिकेशन। आपको जस्ट गोटे इमेज देखेबी केमती हुए धीरे धीरे। आ L4 L5 रे प्राय कॉमन ही था ये जिंस, ओके। आ सेते पे देखिबे कि दैट नर्व गुडा को कोन हुए, सेठी डेसिकेट है कि बाहर को बाहर जाए, एंड दैट कॉजेस प्रॉब्लम, नर्व को चिपी दबो से। जस्ट गोटे एग्जांपल देखिए आपन को, आई विल शो एन इमेज टू यू, राइट। जस्ट ए मिनट। डिजेनरेटिव चेंजेस जितले हुए नर्व रे केमती हुए अपन देखिए, एंड दैट डिस्क प्रोलैप्स हो जाए आपनकर। दुईटा व्यू देखेबी मु, दुईटा व्यू देखेले अपन को बेटर अंडरस्टैंडिंग आसीबो। लेट मी शो टू व्यूज टू यू। जो बोन पेन जॉइंट्स पेन कथा हमें कही था कोन पई हेता है, एंड ताको हमें केमती ठीक करिबा। देखो मैक्सिमम केस रे बैक पेन कि शोल्डर पेन जो हेता है, ए जो वर्टिब्रल डिस्क आपनकर आसीसी, देखो गोटे इमेज आपनको आई विल शो दैट डिजेनरेटिव डिस्क चेंजेस रो इमेज देखौची मु आपनको, बिकॉज एथिरे बहुत किछि जिंस आपन सिखि पारे। डिजेनरेटिव डिस्क हे जाय जेते बेले कोन हुए एक्चुअली देखंतु, नॉर्मल लोकर केमती थाए एवं आपनकर केमती हे जाय टिके देखंतु। एटा जो हमर स्पाइन अछि, दिस इज द स्पाइन, राइट। या एटा सर्वाइकल स्पाइन C1 2 3 4 5 सर्वाइकल स्पाइन, एटा होची आपनकर लुम्बार स्पाइन एठी। तो मैक्सिमम प्रेशर कोड पड़े जदि आपण मुंड को सबले एमती करी मोबाइल देखुचंती, एमती करी मुंड पोस्चर ठीक रहउनी आपनकर, एमती बंका रहउची, एई जगह रे बेसी प्रेशर पड़िता है, एंड एई वर्टिब्रल डिस्क ता कोन हो जाय, डिजेनरेट हो जाय। आपण देखेबी कोन दैट डिजेनरेशन मीन। आ अंटा रे बेसी प्रेशर पड़े, आपण जेतो लोही काम करचंती, आपण प्राय टाइम बसुचंती, कोनसी जगह को ट्रैवल करचंती, तो सेठी जो डिस्क ता थाए, देखंतु एटा होची दुईटा वर्टिब्रा, वर्टिब्रल माने कोन, एटा हाड़, मेरुदंड हाड़, आ दुईटा हाड़ भितरे गोटे जॉइंट स्पेस था, एटा होची डिस्क, बुझी हला। एटा होची हेल्दी डिस्क, एटा देखो एटा ऊपरटा भलो अछि, एटा हेल्दी डिस्क अछि, एटा डिस्कटा भलो अछि, किंतु एई डिस्क कोन हबो, धीरे 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 ये जाई कि नर्व टाको चिपि दबो एठी, डिजेनरेटिव डिस्क को जाय। जेतरे डिजेनरेट हे जिवो, आपण देखंतु डिस्क रो से जो ए जो हेल्दी डिस्क अछि, यार जो जॉइंट्स भितरे जो स्पेस ता अछि, सेटा कमी जिवो एवं हाड़ दुईटा लागि जिवो, बुझी पारले, दैट इज कॉल्ड डिजेनरेटिव डिस्क। डिजेनरेट हे गला, आ सेई कंडीशन रे
କଣ ହବ ଆପଣଙ୍କର ଯୋଉ ନର୍ଭଟା ସେଇ ଦେଇକି ଯାଇଥାଏ ତାକୁ ସେ ଚିପିଦବ। ମୁଁ ଆଉ ଥରେ ଆପଣଙ୍କୁ ଦେଖଉଛି ତାକୁ କ୍ଲିୟର କରିବା ପାଇଁ so that you can better understand and this degenerative changes ବୋଲି କୁହାଯାଏ। ଓଲ୍ଡ ଏଜରେ ପ୍ରାୟ କମନ ପ୍ରୋବ୍ଲେମ ହେଇଥାଏ। ଆମେ ସେଥିପାଇଁ ହେଲ୍ଦି ଡାଏଟ୍ and all this thing କରିଥାଉ ଲାଷ୍ଟକୁ ସର୍ଜରୀ ପାଇଁ ରେକମେଣ୍ଡ କରାଯାଏ ଯୋଉମାନେ ଯଦି ନ୍ୟାଚୁରାଲ ରୁଲ ଫଲୋ ନ କରିବେ। ଓକେ ସୋ ଏବେ ଏଇ ଯୋଉ ଡିସ୍କ କଥା କହୁଥିଲି ମୁଁ ଆଇ ଲେଟ୍ ୟୁ ନୋ ଏଇ ଯୋଉ ଡିସ୍କ କଥା କହୁଥିଲି କେମିତି ହୁଏ ଆକ୍ଚୁଆଲି ଦେଖିବେ ଆପଣ ନର୍ଭକୁ କେମିତି ସେ ଚିପିଥାଏ ରାଇଟ୍। ସୋ ଦିସ୍ ଇଜ ଏ ଇମେଜ ଇଣ୍ଟରଭର୍ଟିବ୍ରାଲ ଡିସ୍କ ବୋଲି କୁହାଯାଏ ତାକୁ କାରଣ ଆପଣଙ୍କର ଭର୍ଟିବ୍ରା ଯୋଉ ଥାଏ ଭର୍ଟିବ୍ରାଲ ମେରୁଦଣ୍ଡ ସେ ଡିସ୍କରେ କେମିତି ଚେଞ୍ଜେସ୍ ହୁଏ ଆପଣ ଦେଖନ୍ତୁ। I think this image is visible to all of you, right? Yeah. ମୁଁ ଜଷ୍ଟ ୟାକୁ ସିଟି ମାନେ କଣ କ୍ରସ୍ ସେକ୍ସନାଲ ଭ୍ୟୁ ଦେଖେଇଛି ଦେଖନ୍ତୁ। ତ ଏଥିରେ କଣ ହବ ଯୋଉ ଦିସ୍ ଇଜ ଦ ଭର୍ଟିବ୍ରା ଭର୍ଟିବ୍ରା ଉପରେ ଯୋଉ ଡିସ୍କଟା ରହୁଛି ଓକେ ତ ଏଇଟା ଆନୁଲାର ଫାଇବର। ତ ଏଥିରେ କଣ ହୁଏ ଦେଖନ୍ତୁ ଏଇ ଯୋଉ ମଝି ପର୍ସନ ଅଛି ନ୍ୟୁକ୍ଲିୟର ପର୍ସନଟା ନ୍ୟୁକ୍ଲିୟର ପଲ୍ ବୋଲି କୁହାଯାଏ ତାକୁ। ତ ଏଇ ପର୍ସନଟା ଲିକ୍ କରିଯିବ ଏଠି ଏଇଟା ହଉଛି ନର୍ମାଲ ସି ଦିସ୍ ଇଜ ଦ ନର୍ମାଲ and this is the discogenic pain ଏଠି କଣ ହବ ଏଇ ଯୋଉ ଡିସ୍କଟା ଅଛି ପ୍ରେସରରେ ଫାଟିଯାଏ ପ୍ରେସରରେ ଫାଟି ଯାଇକି ଏଠି କଣ କରିବ ଇଣ୍ଡେଣ୍ଟ କରିଦବ ଏଠି ଆଉ ଏଇଠୁ ଯୋଉ ନର୍ଭଟା ବାହାରିଥିବ ତାକୁ ଚିପିଦବ ସେ ଇଣ୍ଟରଭର୍ଟିବ୍ରାଲ ଡିସ୍କ ଡିଜେନେରେସନ ବୋଲି କୁହାଯାଏ। ଏଇଟା ବାରମ୍ବାର ବ୍ୟାକ୍ ପେନ୍ ହଉଥିବ ଯୋଉ ଡିସ୍କକୁ ଏଫେକ୍ଟ କରୁଥିବ ସର୍ଭାଇକାଲ ଡିସ୍କ ହେଲେ ବ୍ୟାକ୍ ପେନ୍ ହବ। ଆମେ ସେଥିପାଇଁ କଣ କରୁ ବେଲ୍ଟ ଦେଇଥାଉ ବେଳେ ବେଳେ ଅଣ୍ଟାର ବେଲ୍ଟ ୟୁଜ କରନ୍ତୁ ତାକି ଯୋଉ ପ୍ରେସରଟା ପଡୁଛି ହାଡ ଉପରେ କମିଯିବ ଟିକେ ବେକର ବେଲ୍ଟ ଦେଇଥାଉ ଏଇଟା ହଉଛି ସପୋର୍ଟିଭ କେୟାର। ଲାଇଫଷ୍ଟାଇଲ ଚେଞ୍ଜେସ୍ ଓଜନ ଯଦି ବେଶୀ ହଉଛି ଓଜନ କମାନ୍ତୁ ବାୟ ଆୱାର ଡାଏଟ୍ ପ୍ରୋଟୋକଲ। ସମଟାଇମ୍ସ ସମ୍ ପେନକିଲର ବି ଦେଇଥାଉ ଅଳ୍ପ ଫ୍ୟୁ ଡେଜ୍ ପାଇଁ ବଟ୍ ଲଙ୍ଗ ଟର୍ମ ଯଦି ପେନକିଲର ନେବେ ଦ୍ୟାଟ୍ କଜେସ୍ ପ୍ରୋବ୍ଲେମ। ଓକେ ତ ଏଇ ଯୋଉ କହୁଛି ଏଇ ଜିନିଷ ଆପଣଙ୍କୁ ଦେଖଉଛି ନର୍ମାଲ ଭର୍ସେସ୍ ଇଣ୍ଟରଭର୍ଟିବ୍ରାଲ ଡିସ୍କ ଆପଣ ସେଇ ଜିନିଷଟାକୁ ଦେଖି ଦିଅନ୍ତୁ ଏଥିରେ ଆଉ ଗୋଟେ ଇମେଜ ଦ୍ୱାରା ଆପଣଙ୍କୁ ଗ୍ରେଡିଂ ଦେଇକି ଦେଖେଇ ଦଉଛି ତ ଦ୍ୟାଟ୍ ୱିଲ୍ ବି ମଚ୍ ମୋର କ୍ଲିୟର ଟୁ ୟୁ। ଡିସ୍କ ଯେତେବେଳେ ଡେସିକେସନ ହଉଛି ଡିସ୍କର ନର୍ଭକୁ ଚିପି ଦେଇକି ପେନ୍ଟା ହଉଛି ତ ସେଇ ଜିନିଷଟାକୁ ଏଇଟା ଏକ୍ସପ୍ଲେନ କରାହେଇଛି ଦେଖନ୍ତୁ ଏଇଟା ନ୍ୟୁକ୍ଲିୟସ୍ ପଲ୍ପୋସସ୍ ଜେନେରାଲ ଭାବରେ ଦେଖୁଥିଲି ଏଇଟା ହଉଛି ନର୍ମାଲ ଲୋକଙ୍କର ସ୍ପାଇନାଲ ଏନାଟୋମି ଦେଖନ୍ତୁ ଏଇ ଯୋଉ ଇମେଜ ଦେଖୁଛନ୍ତି ଏଇଟା ସ୍ପାଇନାଲ ନର୍ଭ ମାନେ ଏଠି ବାହାରିଥାଏ ନର୍ଭ ମାନେ ଏଇଟା ମଝିରେ ନ୍ୟୁକ୍ଲିୟସ୍ ପଲ୍ପୋସସ୍ ଥାଏ ଏଇଟା ଏନପି ଯୋଉ କହୁଥିଲି ଏଇଟା ଆନୁଲାର ଫାଇବ୍ରସ୍ ଥାଏ ଇଣ୍ଟରଭର୍ଟିବ୍ରାଲ ଡିସ୍କ ଭିତରେ ନର୍ଭଟା ଯାଇଥାଏ। ତ ଇଏ କଣ ହବ ଯେତେବେଳେ ବୋନ୍ ଭିତରେ ଚିପି ହେଇଯିବ ଇଏଟା ବାହାରିଯାଏ ଏଠି ବାହାରିକି ନର୍ଭକୁ ଚିପି ଦିଏ ଦ୍ୟାଟ୍ ଇଜ କଲ୍ଡ ଇଣ୍ଡେଣ୍ଟେସନ ବୋଲି କୁହାଯାଏ। ମୁଁ କହିଦଉଛି ଆପଣଙ୍କୁ ଆଉଥରେ ଆଉ ଆପଣ ଯଦି ଅଣ୍ଟାରେ ବାରମ୍ବାର ପ୍ରେସର ପକଉଛନ୍ତି ସେଥିପାଇଁ ଷ୍ଟିଫନେସ୍ ହେଇଯାଏ। ଆଉ କେମିତି ହୁଏ ଦେଖନ୍ତୁ ଡିଫରେଣ୍ଟ ଷ୍ଟେଜେସ୍ ଅଛି ତାର ଏଇଠି ଭଲ ବୁଝିପାରିବେ ଆପଣ ଏଇଟା ହଉଛି ହେଲ୍ଦି ଡିସ୍କ ଏଇଟା ଡିସ୍କ ଅଳ୍ପ ଅଳ୍ପ ଷ୍ଟାର୍ଟ ହବ ଯେତେବେଳେ ହାଡ ଉପରେ ବାରମ୍ବାର ପ୍ରେସର ପକଉଥିବେ ଆପଣ ଡିସ୍କଟା ଧୀରେ 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 କଣ ହବ ୟା ଉପରେ ପ୍ରେସର ପଡିକି ଡିଜେନେରେଟ ହେଇଯିବା ଷ୍ଟାର୍ଟ ହେଇଯିବ ଆଉ ଧୀରେ 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 ଏତେ ଡିଜେନେରେଟ ହେଇଯିବ ମାଇଲ୍ଡ ମୋଡରେଟ ହେଇଯିବ ଏବଂ ଲାଷ୍ଟକୁ ପୁରା ଡିଜେନେରେଟ ହେଇକି ଏଇ ଫ୍ଲୁଇଡଟା ସରିଯାଏ ଏବଂ ଏଇ ଯୋଉ ଭିତରେ ଥିବ ନ୍ୟୁକ୍ଲିୟସ୍ ସେ ବାହାରିଯିବ ବାହାରି ଯାଇକି ନର୍ଭକୁ ଚିପିଦବ ପୁରା ନର୍ଭକୁ ଚିପିଦେଲେ ସେଟା ବାରମ୍ବାର ପେନ୍ ହଉଥିବ କେବେ କମୁନଥିବ। ଇନିସିଆଲି ଆମେ ତ ବହୁତ ବଢିଆ ମେଡିକାଲ ମ୍ୟାନେଜମେଣ୍ଟ ଯାହା ଯାହା ଆପଣଙ୍କୁ କହୁଛି କରିଥାଉ କିନ୍ତୁ ଯୋଉମାନେ ବହୁତ ଲେଟ୍ ଷ୍ଟେଜରେ ଆସନ୍ତି ତାଙ୍କୁ ହିଁ ସର୍ଜରୀ ଆଡଭାଇସ୍ କରାଯାଏ। And ଆପଣ ଯଦି ୟାର ରିଏଲ କଜକୁ ଦେଖିବେ ମୁଁ ଯେମିତି ବୁଝେଇଲି ଆମେ MRI ପିକ୍ଚର କରିଥାଉ ଆଣ୍ଡ ଇଫ୍ ୟୁ ସି ଦେଖନ୍ତୁ ଏଇଟା ହଉଛି ଡିସ୍କ ଡିଜେନେରେସନ ଆଣ୍ଡ ଏତେ ଗୋଟେ ଗଲା ଏବେ ବାଇପୋର୍ଟାଲ ସର୍ଜରୀ ଆସିଲାଣି ଯୋଉଟା କି ଆମେ ଦେଖନ୍ତୁ ଏଇଥିରେ ଆପଣ ବୁଝିପାରିବେ ଠିକ ସେ ଏଇ ଡିସ୍କ ବାଲାରେ ଆଉ ଗୋଟେ ବି ଅଛି ଏଥିରେ ହଁ ପରଫେକ୍ଟ
एटा देखेबार माने हैला आपनकु गोटे नॉर्मल डिस्क आ गोटे जो मानक डिस्क ऊपर प्रेशर पड़िबो सेठी डिस्कटा फाटी जाईकी टर्न हो जाए एटी देखंतु ए जो जिंसटा अच्छा एटा होची नॉर्मल एटा नॉर्मल लोक मानकर एमती थाए जो मानकर बैक पेन नथिबो किंतु जो मानकर बैक पेन स्टार्ट हेना देखिए तांको क्षेत्र भर्टिब्रा भीतर जो प्रेशर पड़ी जाए ए डिस्कटा धीरे धीरे फाटी जाए टर्न एनुलस फाइब्रोसिस इनफ्लाम आउ नर्व को चिपी दे देखो ए नर्व अछि एटा नॉर्मल नर्व नर्व माने कोन स्नायु एई स्नायु को चिपी दिए एठी चिपी देला परे एठी कोन हो पेन हबो राइट आउ याको डिस्क डेसिकेशन कुहा जाए इंडेंटेशन ऑफ डिस्क कुहा जाए इंडेंट माने कोन से कोन होई एटू बाहरी जाईछि फ्लूइड याको चिपी दोछि एबे अवश्य बायोपोर्टल सर्जरी आसिलानी दे वेरी पेनलेस वन ऑफ माय फ्रेंड डॉक्टर आत्मरंजन फ्रॉम केयर हॉस्पिटल विल कम आई थिंक 2 to 3 days ପରେ ସେ ମୋର ଗୋଟେ ଟକ୍ ଦେବୁ ମୁଁ ତାକୁ କହିଛି and he will take that class how to do that and all these things ବିଷୟରେ ମୁଁ ବି ତାକୁ ୱେଲକମ୍ କରିବି ସୋ ଏଇଟା ବୁଝିପାରିଲେ ସମସ୍ତେ ଟିକେ yes or no ମୁଁ ଯୋଉ ବିଷୟରେ କହୁଛି ଆପଣଙ୍କୁ ବ୍ୟାକ୍ ପେନ୍ ବିଷୟରେ କଣ ପାଇଁ ହଉଛି ଯେତେବେଳେ ଭର୍ଟିବ୍ରା ଉପରେ ଯେତେ ପ୍ରେସର ପଡିବ ପେନ୍ ସେତେ ବଢିବ yes very good yeah this is the simple way ଆପଣ ଦେଖନ୍ତୁ ଆପଣ ଜାଣି ଶୁଣି ଆଉ କାହିଁକି ଭର୍ଟିବ୍ରା ୱିକ୍ ହେବ ଯଦି ଭିଟାମିନ ଡି କମିବ ଭର୍ଟିବ୍ରା ୱିକ୍ ହେବ ଯଦି ମ୍ୟାଗ୍ନେସିୟମ କମିବ ୱିକ୍ ହେବ ଯଦି ଡାଇବେଟିସ୍ ଥିବ ୱିକ୍ ହେବ ଯଦି ସୁଗର ବଢିବ ୱିକ୍ ହେବ ବିପି ବଢିଲେ ୱିକ୍ ହେବ ତ ତାକୁ ଠିକ କଲା ପରେ ସୁଗରୀ ଫୁଡ ଗ୍ରେନ୍ସ ଖାଇବେ ସେ ପାର୍ଟଟା ୱିକ୍ ହେଇଯିବ ଇନଫ୍ଲାମଡ ହେଇଯିବ ଗ୍ରେନ୍ସ ଯୋଉଦିନ କମେଇ ଦେବେ ପେନ୍ ଅଧା କମିଯିବ ସେଇଦିନ ମୋ କଥା ବୁଝନ୍ତୁ ମୁଁ ଯୋଉଟା କହୁଛି ଦିସ୍ ଦ ରିଏଲ ସଲ୍ୟୁସନ ଆପଣ ଯେତେ ପେନ୍ କିଲର ଖାଇଲେ ବି କିଛି ହବନି ଜବ ତକ ଆପଣ ଇଏ ଆମେ ଫିଜିଓଥେରାପି କରୁନୁ ଫିଜିଓଥେରାପି ଆମେ କ୍ୟାମ୍ପରେ କାହିଁ କରିଥାଉ ମାସାଜ ଥେରାପି ଆମେ କାହିଁ କରିଥାଉ ଆମେ କାହିଁକି ବତେଇଥାଉ ଆପଣଙ୍କୁ ହାଉ କ୍ୟାନ୍ ୟୁ ଡୁ ଦ୍ୟାଟ୍ I'll show some reaction videos also. Okay. So ଏଇଟା ବ୍ୟାକ୍ ପେନ୍ ର ସଲ୍ୟୁସନ ସାର୍ ନମସ୍କାର ବାପାଙ୍କର ଏମିତି ଏମଆରଆଇ ବାହାରି ୟେସ୍ ସେଇଟା କହୁଛି ସେଇଟାର ମାନେ କଣ ସିମ୍ପଲ ଆପଣ ବୁଝିଯିବେ ଆଉ ସିଭିୟର କେସରେ ଯୋଉଥିରେ ବିଲକୁଲ ଚାଲିଚୁଲା ପାରୁନାହାନ୍ତି ବହୁତ ପେନ୍ ହଉଛି ବହୁତ ମେଡିସିନ କଲା ପରେ ତାପରେ ସର୍ଜରୀ ଆଡଭାଇସ୍ କରାଯାଏ ଆଣ୍ଡ ଏବେ ବହୁତ ଆଡଭାନ୍ସ ବାଲା ସର୍ଜରୀ ଆସିନି ଦ୍ୟାଟ୍ ଇଜ ବାଇପୋର୍ଟାଲ ଏଣ୍ଡୋସ୍କୋପିକ ସର୍ଜରୀ ଆପଣ କିଛି ଜାଣିପାରିବେନି ସର୍ଜରୀ ହେଇସାରିଥିବ वन ऑफ माय फ्रेंड डॉक्टर आत्मरंजन फ्रॉम केयर हॉस्पिटल ମୁଁ ତାଙ୍କୁ ଡାକିବି ଥରେ and ସେ ବି କହିଛି ଆଜି ତାର କ୍ଲାସ ନେବାର ଥିଲା ଆକ୍ଚୁଆଲି ସେ ଆସିପାରିଲେନି some because of some surgery तो he may come 1 to 2 days ଭିତରେ I'll call him ଠିକ ଅଛି Yeah. Can I meet you health villa ମହେନ୍ଦ୍ର କୁମାର ନାୟକ yes ଅଛି ମୁଁ 23rd ରେ ଥିବି health villa ରେ ଥିବି ଓକେ ଏବେ ଯୋଉଟା ଅଛି ନାଇଁ ରବିବାର ଦିନ 22 ତାରିଖ ମୁଁ ଯାଉଛି ଆମର ଏଠି ଭୁବନେଶ୍ୱର ଖଣ୍ଡଗିରି ସ୍କୋୟାର ଡାପାରେଲ 5/500 10 डिफरेंस कौन 5/500 मोटू मान को दिया जाए जो मानकर मोटापा थाए विसराल फैट बेसी थाए फैटी लिवर थाए आ 10/500 डायबिटीज मान को दिया जाए या माय मिसेस फॉलो योर प्रोटोकॉल शी इज फीलिंग वेरी वीक प्रोटोकॉल ताको जणा नथिबो से मिसगाइड हे जितिबे अपन प्रोटोकॉल ठीक से जानि नथिबे सेकेंड इंजन को ऑन हे नथिबो ओके वीकनेस लागिवो लेट्स कॉल कीटो फ्लू समटाइम्स फ्लू सो तांको विदाउट गाइडेंस फॉलो करंतुनी कंसल्ट करंतु टेस्टिंग करंतु ताको देखिକି ଆପଣ ଫଲୋ କରନ୍ତୁ ବୁଝିପାରିଲେ ଏଥିରେ କଣ ଟ୍ରାନ୍ସଫରମେସନ ହଉଛି ନା ଆପଣଙ୍କର ପୁରା ସେକେଣ୍ଡ ଇଞ୍ଜିନ ଅନ୍ କରିବାକୁ ପଡୁଛି ଆଉ ଯୋଉ ମାନଙ୍କର ଅନ୍ ହେଇଗଲା ଦେ ଫିଲ୍ ମଚ୍ ବେଟର ବୁଝିପାରିଲେ ୟା ଦ୍ୟାଟ୍ସ ଦ ଥିଙ୍ଗ ୟା ସୋ ଏଇଟା ଗୋଟେ ଥିଲା ଆଣ୍ଡ ଯୋଉଟା କହିବି କହୁଥିଲି ଯୋଉମାନେ ବ୍ୟାକ୍ ପେନ୍ ନେକ୍ ପେନ୍ ଅଲ୍ ଦିସ୍ ଥିଙ୍ଗ କମ୍ପ୍ଲେନ୍ କରୁଛନ୍ତି ତାର ସିମ୍ପଲ ରିଜନ ସେଇଟା ୟୁ ନୋ and I also explain that self exercise ଯେମିତି ଥରେ ଦେଖେଇଥିଲି ଆପଣଙ୍କୁ କେତେଟା ଭିଡିଓ ବି in my reaction videos right let me search it um inbox section inbox section Hmm, okay which is specific for everyone ନାଇଁ ଏଥିରେ ନାହିଁ ବୋଧେ ସେଟା best friend your best friend is your body yeah at the color photorealism model
या मिलीगला पार्टनर स्ट्रेच वीडियो जस्ट ए मिनिट to reduce that kind of pain ଆପଣ ଗୋଟେ ସ୍ପେଶିଆଲ ଭିଡିଓ ମୁଁ I'll share that you just need to watch ଦେଖନ୍ତୁ ଏଟା କଣ ଏଟା ହଉଛି ପାର୍ଟନର ଟାୱେଲ ଷ୍ଟ୍ରେଚ୍ ଏକ୍ସରସାଇଜ ମନେ ରଖନ୍ତୁ କଣ ଏଟା ପାର୍ଟନର ଆପଣ ନିଜ ପାର୍ଟନର ସାଙ୍ଗରେ ଆପଣଙ୍କ ଘରେ ଯଦି ପାର୍ଟନର ନାହିଁ ପୁଅ ଝିଅ ଏବଂ ଯୋଉମାନେ ବି ଅଛନ୍ତି ପାର୍ଟନର ଷ୍ଟ୍ରେଚ୍ ଟାୱେଲ ଷ୍ଟ୍ରେଚ୍ ଲେଖନ୍ତୁ ୟାର ନାଁ କଣ ପାର୍ଟନର ଟାୱେଲ ଷ୍ଟ୍ରେଚ୍ PTS ଲେଖି ଦିଅନ୍ତୁ ଦେଖନ୍ତୁ ମୁଁ ଦେଖେଇ ଦଉଛି ଆପଣଙ୍କୁ ଠିକ ଟାୱେଲ ଟାୱେଲ ନେଇକି ଏମିତି ଗୋଡେଇବେ ଏବଂ ଆପଣ କଣ କରିବେ ଗୋଡ ଦେଇକି ଷ୍ଟ୍ରେଚ୍ କରିବେ ବୁଝିହେଲା ସର୍ଭାଇକାଲ ପେନ୍ କାନ୍ଧ ପେନ୍ କମିଯିବ ବ୍ୟାକ୍ ପେନ୍ ବି କମିଯିବ ପାର୍ଟନର ଷ୍ଟ୍ରେଚ୍ କୁହାଯାଏ ୟାକୁ ପାର୍ଟନର ଟାୱେଲ ଷ୍ଟ୍ରେଚ୍ ବୁଝିପାରିଲେ ସମସ୍ତେ ଇଟ୍ସ ଏ ଭେରି ଗୁଡ୍ ଏକ୍ସରସାଇଜ ଆପଣ ନିଜେ ଘରେ ଟ୍ରାଏ କରନ୍ତୁ ଓକେ ହଜବେଣ୍ଡ ୱାଇଫ ହଜବେଣ୍ଡ କର ଓକେ ସମସ୍ତେ କରିପାରିବେ so that creates bonding also right yes or no so partner stretch exercise ଓକେ ବୁଝିପାରିଲେ ସୋ ଜରୁର କରନ୍ତୁ ପାର୍ଟନର ଷ୍ଟ୍ରେଚ୍ ଆଜିଠୁ ଟ୍ରାଏ କରନ୍ତୁ ଆପଣ ଲେଖିଦିଅନ୍ତୁ ଦ ଏକ୍ସରସାଇଜ ନେମ୍ ଇଜ ପାର୍ଟନର ଟାୱେଲ ଷ୍ଟ୍ରେଚ୍ ବୁଝିପାରିଲେ ସମସ୍ତେ ଯୋଉମାନଙ୍କର ବ୍ୟାକ୍ ପେନ୍ ହୋମ ମେଡ୍ ମୋର କନସେପ୍ଟ କଣ ଆପଣ ଘରେ ଥାଇ କେମିତି ଭଲ ହେବେ ସେଇଟା ମୁଁ ଚେଷ୍ଟା କରୁଛି ସେଥିପାଇଁ ଆପଣଙ୍କୁ ବତେଇଲି ପାର୍ଟନର ଟାୱେଲ ଷ୍ଟ୍ରେଚ୍ ଆଜି ଚେଷ୍ଟା କରନ୍ତୁ ବାପା ପୁଅଙ୍କର ପୁଅ ବାପା ସୋ ଏନି ଗୁଡ ପାର୍ଟନର ଅଜା ନାତିଙ୍କର ନାତି ଅଜାର and husband wife ର so ମା ଝିଅର ଝିଅ ମାର ଯେଉଁମାନେ ଯାହାକୁ ଆପଣ ପାର୍ଟନର କରୁଛନ୍ତି so this is partner stress exercise କରିପାରିବେ କି ନାହିଁ yes or no କୋଉମାନେ କରିପାରିବେ ଯୋଉମାନଙ୍କର ବ୍ୟାକ୍ ପେନ୍ all this thing ହଉଛି yes very good ଚलो yes so many participants can do it so try it partner towel stretch exercise partner towel stretch for shoulder pain back pain ବଢିଆ କାମ ଦବ ବୁଝିପାରିଲେ ଯୋଉମାନେ କରୁନାହାନ୍ତି ଜରୁର କରନ୍ତୁ ଏଇଟା ଇଟ୍ସ ଏ ଭେରି ଗୁଡ୍ ଥିଙ୍ଗ ବୁଝିହେଲା କି କାରଣ ଦ୍ୟାଟ ୱିଲ୍ ପ୍ରିଭେଣ୍ଟ ଦ ବ୍ୟାକ୍ ପେନ୍ ନେକ୍ ପେନ୍ ଆଣ୍ଡ ସୋ ମେନି ପେନ୍ ଏକ୍ସରସାଇଜ yes ହେଇଯିବ ସମସ୍ତଙ୍କର ଓକେ ଭେରି ଗୁଡ୍ ଚलो any other questions just put in the chat box